अनापरे प्रभु मनाटी दिया भजीबि तुम चरणे छाती तले प्रभु हृदयटी दिया जपुथिबि तुम नाम मना परे प्रभु मनाटी दिया भजीबि तुम चरणे छाती तले प्रभु हृदयटी दिया भजुथिबि तुम नाम ମୁଁ ଦିନହୀନ ପାପୀ ମୋ ସଂକୀର୍ତ୍ତନ ମୁଁ ଦିନହୀନ ପାପୀ ମୋ ସଂକୀର୍ତ୍ତନ मन परि प्रभु मनटी दिया भजीबि तुम चरणे भजीबि तुम चरणे दाऊदको प्रभु कला महाराजा सलमनको मोहज्ञानी अब्राहमको कलादि पिता ईश्वरको मोहरानी दाऊदको प्रभु कला महाराजा सलमनको मोहज्ञानी अब्राहमको कलादि पिता ईश्वरको मोहरानी हे सदा प्रभु शुण मो निवेदन हे सदा प्रभु शुण मो निवेदन मन परे प्रभु मनटी दिया जपुथिबि तुम नाम छाती तले प्रभु हृदयटी दिया भजुथिबि तुम नाम भांगी जाइअछि हृदय मोहर पापी पड़िछि मन तुमे हि प्रभु अनादि अनंत पथ सत्य जीवन भांगी जाइअछि हृदय मोहर पापी पड़िछि मन तुमे हि प्रभु अनादि अनंत पथ सत्य ओ जीवन दिया प्रभु कढ़ाई पाइबी परित्राण निय प्रभु कढ़ाई पाइबी परित्राण मन परि प्रभु मनटी दिया भजीबि तुम चरणे
ଛାତି ତଳେ ପ୍ରଭୁ ହୃଦୟଟି ଦିଅ, ଜପୁଥିବି ତୁମ ନାମ, ଜପୁଥିବି ତୁମ ନାମ। ବାସ୍ତବରେ ଆମମାନଙ୍କ ପରମେଶ୍ୱର ମହାନ ଆଉ ସତ୍ୟମ ପରମେଶ୍ୱର ଅଟନ୍ତି, ଯାହାଙ୍କ କରୁଣା ଦ୍ୱାରା, ଯାହାଙ୍କର ଦୟା ଦ୍ୱାରା ଆମମାନେ କୃଷରୁ ଆଜି ଆମେ କ୍ଷମା ପାଇଅଛୁ। ପୁଣି ଯାହାଙ୍କ ଅନୁଗ୍ରହ ଦ୍ୱାରା ଆମମାନଙ୍କର ପ୍ରତ୍ୟେକ ପାପକୁ କ୍ଷମା କରିଅଛନ୍ତି। ପରମେଶ୍ୱରଙ୍କର ଦୟା ସକାଶେ ଆମମାନେ ଆଜି ସେଇ ପବିତ୍ର ନାମକୁ ପାଇଅଛୁ। ସେଇ ପରମେଶ୍ୱରଙ୍କର ଆଉ ଗୋଟେ ଏକ ଗୀତ ଗାଇ ତାହାଙ୍କର ଆମମାନେ ପ୍ରଶଂସା କରୁ। ঝরে ঝরে যাই আখি লুহ ধারা, দুঃখ সমায়ার করুণা ভরা আখিକୁ দেখি যিশুଙ୍କର, দেখি যিশুଙ୍କର। তুমি দয়াର ସାଗର ମୋହର, ପୋଛିଲ ଲୁହର ଧାର। তুমি ସାହାରା ହୋଇ ମୋହର, ଆଶ୍ରା ହିଲ ମୋହର। ঝরে ঝরে যাই আখি লুহ ধারা, দুঃখ সমায়ার। যিশু তুমি কি রে দয়াময়, মোর পাপକୁ କରିଛ କ୍ଷମା। ତୁମ କରୁଣାର ହସ୍ତ ଯେ ବିରାଟ, ନାହିଁ ତାର ମାପର ସୀମା। ତୁମ ପ୍ରେମର ଗଭୀରତା ମାପି ହୁଏନା, ମୁଁ ପାଇଛି ତାର ପ୍ରଚୁରତା। ତୁମ ପ୍ରେମର ଗଭୀରତା ମାପି ହୁଏନା, ମୁଁ ପାଇଛି ତାର ପ୍ରଚୁରତା। যিশু তুমি কি রে দয়াময়, মোর পাপକୁ କରିଛ କ୍ଷମା। ঝরে ঝরে যাই আখি লুহ ধারা, দুঃখ সমায়ার। ଧନ୍ୟ ଯୀଶୁ ଧନ୍ୟ ମୋ ପାଇଁ, ରଖିଛ ଛବି ତୁମ ହସ୍ତରେ ଆଙ୍କି। ତୁମ ରୂପକୁ ଦେଖିବା ପାଇଁ ରହିଛି ଚାହିଁ, ପାଇବି ଦେଖା ଅନୁଭବ ମୁଁ ପାଇଛି ସେ ରୂପକୁ। ହୋଇଛ ମୋର ଚିର ସଖା, ଅନୁଭବ ମୁଁ ପାଇଛି ସେ ରୂପକୁ। ହୋଇଛ ମୋର ଚିର ସଖା। তুমি দয়ার সাগর মোহর, পছিল আখির লুহ। তুমি সাহারা হই মোহর, আশ্রা
କିଲୋ ମୋର ଝରି ଝରି ଯାଇ ଆଖି ଲୁହ ଧର ଦୁଃଖ ସମୟର କରୁଣା ଭରା ଆଖିକୁ ଦେଖି ଯୀଶୁଙ୍କର ଦେଖି ଯୀଶୁଙ୍କର ବାସ୍ତବରେ ପରମେଶ୍ୱର ତାଙ୍କର ଆଖିର ଲୁହରେ ଆମମାନଙ୍କ ପାଇଁ ଆଜି ସେ ନୀରବରେ ଅନେକ ଅଶ୍ରୁ ଢାଳି ଦେଇଅଛନ୍ତି। ଆମମାନଙ୍କର ପରିତ୍ରାଣ ନିମନ୍ତେ ତାଙ୍କ ସେ ପବିତ୍ର କ୍ରୁଶ ତଳେ ସେ ପବିତ୍ର ରକ୍ତ ଦ୍ୱାରା ଆମମାନେ ଆଜି ପରିଷ୍କୃତ ହେଇଛୁ। ଯୋଉ ପରମେଶ୍ୱରଙ୍କ ଦୟା, ଯୋଉ ପରମେଶ୍ୱରଙ୍କ ଅନୁଗ୍ରହ ମାନଙ୍କୁ ସଦା ସର୍ବଦା ସତ୍ୟ ପଥରେ ପଢେଇ ନେବାକୁ ଚାହିଁଛନ୍ତି। ଆଉ ଯୋଉ ପରମେଶ୍ୱର ଆମମାନଙ୍କର ପ୍ରତିଫଳ ଘଟନ୍ତି, ଯୋଉ ପରମେଶ୍ୱର ଆମମାନଙ୍କର ଦୁଃଖ ସମୟରେ, ଝଡ଼ ସମୟରେ ଆମମାନେ ମାଗିବା ଭାବିବା ଠାରୁ ସେ ଆମମାନଙ୍କୁ ଅଧିକ ଦେଇ ଆମମାନଙ୍କର ସାଥି ହେଉଛନ୍ତି। ସେପରି ପରମେଶ୍ୱରଙ୍କର ଆମମାନେ ଯେତେ ଗୌରବ କରିବା କେବେ ହେଲେ ବି ତାହାଙ୍କର ଗୌରବ ଶେଷ ହେବ ନାହିଁ। ଏହି ଶେଷ ଗୀତଟା ଗାଇ ଆଜିର ଆରାଧନାକୁ ଆମମାନେ ସମାପ୍ତ କରିବା। ପ୍ରତିପାଳ ଆକାଶେ ଜୀବନର ସଦା ପଶିଥାନ୍ତି ଯୀଶୁ ରାଜା ମୋର। ପ୍ରତିପାଳ ଆକାଶେ ଜୀବନର ସଦା ପଶିଥାନ୍ତି ଯୀଶୁ ରାଜା ମୋର। ଦୁଃଖରେ ବି ଝଡ଼ରେ ବି ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋର। ପ୍ରତିପାଳ ଆକାଶେ ଜୀବନର ସଦା ପଶିଥାନ୍ତି ଯୀଶୁ ରାଜା ମୋର। ମାଗିବା ଆଗରୁ ସେ ଜାତି ମତେ ଦିଅନ୍ତି, କହିବା ଆଗରୁ ମନ କଥା ଜାଣନ୍ତି। ଭିଜି ଗଲେ ମୋର ଦୁଇ ଆଖି ଯିବେ, ଭିଜି ଗଲେ ମୋର ଦୁଇ ଆଖି ଯିବେ, ଲୁହ ପୋଛି ଦିଅନ୍ତି ପ୍ରତିପାଳ ଆକାଶେ ଜୀବନର ସଦା ପଶିଥାନ୍ତି ଯୀଶୁ ରାଜା ମୋର। ନିରାଶା ଅନ୍ତରେ ସେ ଆଶା ପ୍ରଦାୟକ ଝୁଣ୍ଟି ମୁଁ ପଡ଼ିଲେ ତୋଳି ମତେ ନିଅନ୍ତି
ହଜି ଯାଏ ଯିବି ପାପ ଦୁନିଆରେ, ହଜି ଯାଏ ଯିବି ପାପ ଦୁନିଆରେ, ଖୋଜି ମତେ ଆଣନ୍ତି ପ୍ରତିପାଳକା ସେ, ଜୀବନର ସଦା ପଶିଥାନ୍ତି ଯୀଶୁ ରାଜା ମୋର, ଯୀଶୁ ରାଜା ମୋର, ଯୀଶୁ ରାଜା ମୋର। सर्वशक्तिमान परमेश्वर प्रिय प्रभु, तुमरा महान नामको परमेश्वर ये प्रातः समय धन्यवाद प्रशंसा गौरव करुछु। महान परमेश्वर प्रभु, तुमर विविध दया सकाशे प्रभु आमने आज नूतन सकाळे पाद थईछु, पुनि सुस्थ सबल रहिछु परमेश्वर, ସେଥିପାଇଁ ଧନ୍ୟବାଦ ଅଛି परमेश्वर। ତୁମେ ଆମମାନଙ୍କର ଜୀବନର ସାଥୀ, ପୁଣି ଆମମାନଙ୍କ ଚଲାପଥର ପ୍ରତିବଟ परमेश्वर। ପ୍ରଭୁ ବାହାର ଯିବାରେ ଭିତରେ ଆସିବାରେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭୁ ତୁମର ସେଇ ବିରାଟ କରୁଣାର ହସ୍ତ ଆମମାନଙ୍କ ସହିତ ରହିଅଛି। ଚତୁଃପାର୍ଶ୍ୱକୁ परमेश्वर ତୁମେ ଆମମାନଙ୍କ ନିମନ୍ତେ ସୁରକ୍ଷିତର ବାଡ଼ ଦେଉଅଛ ପ୍ରଭୁ। ଜୀବନରେ ପ୍ରଭୁ ଯେତେ ଝଡ଼, ଯେତେ ସମସ୍ୟା, ଯେତକ ପ୍ରଭୁ ଶୈତାନ ଛାତ୍ରତା ଆସୁଅଛି परमेश्वर, ତୁମେ ପ୍ରଭୁ ସେମାନଙ୍କୁ ତୁମରି ନାମରେ ନେଇଯାଉଅଛ, ସେଥିପାଇଁ ଧନ୍ୟବାଦ ଦିଏ परमेश्वर। ଏ ପ୍ରାତଃ ସମୟରେ ପ୍ରଭୁ ତୁମର ଯେତେ ସ୍ତବ ଗାନ ଗୁଣଗାନ ତୁମର ପ୍ରଶଂସା କରିଥିବା ଅନେକ ମଙ୍ଗଳ ଦାନକୁ ମନେ ପକାଇ परमेश्वर ଯେତେ ପ୍ରଶଂସା ଗୌରବ ଦେଲେ ମଧ୍ୟ परमेश्वर ଊଣା ପଡ଼ିଯିବ। ମୋ ରାଜା परमेश्वर, ତୁମେ ସର୍ବଦା ସର୍ବଦା परमेश्वर ସାହାଯ୍ୟକାରୀ, ସର୍ବଦା ପ୍ରଭୁ ତୁମେ ପ୍ରେମକାରୀ ଅଟ, ପ୍ରଭୁ ଭୟକାରୀ परमेश्वर ଅଟ, ରାଜା ମାନଙ୍କ ରାଜା ଈଶ୍ୱର ଅଟ ପ୍ରଭୁ, ପ୍ରାଣର ପ୍ରେମିକ परमेश्वर। ଏ ପ୍ରାତଃ ସମୟରେ ପ୍ରଭୁ ତୁମେ ପ୍ରଶଂସା ପା, ଗୌରବ ପା ପ୍ରଭୁ। ଆଗାମୀ ସମୟ ପ୍ରଭୁ ତୁମର ସେଇ ମହାନ ବାକ୍ୟ ଶୁଣିବା ପାଇଁ ଆମମାନଙ୍କୁ ଯିବୁ। ଗୁରୁତ୍ୱପୂର୍ଣ୍ଣ ସମୟରେ ପହଞ୍ଚିଅଛୁ ପ୍ରଭୁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମରି ପବିତ୍ର ଆତ୍ମାକୁ ଉପସ୍ଥିତ ଆମମାନଙ୍କୁ ରଖ ପ୍ରଭୁ। ମଙ୍ଗଳମୟ ରାଜା, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭୁ ତୁମର ସେଇ ପବିତ୍ର ଆତ୍ମାକୁ ଉପସ୍ଥିତିରେ ଆମ ସମସ୍ତଙ୍କୁ ରଖ परमेश्वर। ଯେତେ ଡିଭାଇସ୍ ପ୍ରଭୁ ଆଗକୁ ମଧ୍ୟ ଯୋଉମାନେ ଯୋଡ଼ିବା ପାଇଁ ଯାଉଅଛନ୍ତି ସମସ୍ତଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିଚାଳିତ କର ପ୍ରଭୁ। ତୁମେ ହିଁ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମରେ ଆଶୀର୍ବାଦ ଗୌରବ ପାଅ परमेश्वर। ତୁମ ଚରଣ ଥାଏ ଆମମାନଙ୍କ ପ୍ରତ୍ୟେକ ମନ ଆତ୍ମାକୁ ରଖି ଧନ୍ୟବାଦ ଦେଇ ଏ କ୍ଷୁଦ୍ର ନିବେଦନ କେବଳ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି ପିତା। आमेन आमेन आमेन। धन्यवाद आज्ञा। प्रेज लॉर्ड आज्ञा। ମାନେ ସୁନ୍ଦର ଭାବରେ ଆଉ ଭଉଣୀ ଆରାଧନା କରିଅଛନ୍ତି, ସେତେବେଳେ ଆମମାନେ ମଧ୍ୟସ୍ଥ ପ୍ରାର୍ଥନା କରିଅଛୁ ଆଉ ପ୍ରଭୁଙ୍କର ଆରାଧନା ମହିମା କରିଅଛୁ। ଆଉ ଏହି ସମୟ ବର୍ତ୍ତମାନ ଆମେମାନେ ଯେମିତି ଅଧା ପେଟ ପୁରିଲା ପରି ହୋଇଛି, ଆମେ ପ୍ରଭୁଙ୍କ ନିକଟରୁ ତାହାଙ୍କର ମାନ୍ନା, ଆଜିର ମାନ୍ନା ଯାହା ଅଛି ଆମେ ତାହା ସମ୍ପୂର୍ଣ୍ଣ କରିବା ଆଉ ଆମମାନଙ୍କର ଆତ୍ମିକ ଜୀବନକୁ ଅଭିବୃଦ୍ଧି କରିବା, ତା ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା। ଯାହା ପ୍ରଭୁ କହନ୍ତି ଆମେ ତାହା ଶୁଣିବା। ଯେପରି ଇସ୍ରାଏଲ ମାନେ ମୋଶେଙ୍କ କଥା ଶୁଣିଲେ ନାହିଁ, ବରଂ ସେ କହିଲେ ଆମେ ଈଶ୍ୱରଙ୍କ କଥା ଶୁଣିବୁ।
ବର୍ତ୍ତମାନର ସମୟ ଆମମାନେ ଏଇ ସମୟରେ ଆଉ ଆମମାନଙ୍କ ମଧ୍ୟରେ ଲାଭବାନ ରାଉଳ ଅଛନ୍ତି ଆଜ୍ଞା, ଆଉ ତାଙ୍କୁ ଆମେ ସମ୍ମୁଖକୁ କରତାଳ ସହିତ ଆହ୍ୱାନ କରିବା ଆଉ ସେ ପ୍ରଭୁଙ୍କ ବାକ୍ୟକୁ ଆମ ନିକଟରେ ଆଉ ପ୍ରକାଶ କରିବା ପାଇଁ। ଆଜ୍ଞା, ଏଇ ବର୍ତ୍ତମାନ ଆପଣଙ୍କ ସମୟ, ଆପଣଙ୍କୁ ପ୍ରଭୁ ଯୀଶୁ ନାମରେ ସ୍ୱାଗତ କରୁଛୁ। ଆସନ୍ତୁ ଆଉ ବାକ୍ୟ ପରିବେଷଣ କରନ୍ତୁ। ଆମେ ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ଏହି ପ୍ଲାଟଫର୍ମରେ ଯୋଡ଼ି ହୋଇଥିବା ପ୍ରତ୍ୟେକଙ୍କୁ ମୋର ହୃଦୟର ଅନ୍ତରାଳରୁ ଭକ୍ତିପୂର୍ଣ୍ଣ ନମସ୍କାର ଜ୍ଞାପନ କରେ। ନମସ୍କାର। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆଜିର ଏହି ପ୍ରାପ୍ତ ସମୟରେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି, ଯେହେତୁ ଆପଣମାନଙ୍କର ସମ୍ମୁଖରେ ଆପଣମାନଙ୍କର ସହଭାଗିତାରେ ବସି କିଛି ବାକ୍ୟ ପରିଚର୍ଯା କରିବାର ଅବକାଶ ପାଇଅଛି। ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଦେଉ ହୋଷ୍ଟ ମହୋଦୟଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜ୍ଞାପନ କରୁଅଛି। ଅନେକ ଦିନ ପରେ ଏହି ବାକ୍ୟର ସହଭାଗିତା ପାଇବା ପାଇଁ ଏହି ସୁନ୍ଦର ଅବକାଶ ମୁଁ ପାଇଅଛି। ପ୍ରଭୁଙ୍କୁ ଧନ୍ୟବାଦ। ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ମଧ୍ୟ ଏହି ସହଭାଗିତାର ଅଂଶୀ ପାଇଁ ମୁଁ ଆହ୍ୱାନ ଜଣାଏ, କୃତଜ୍ଞତା ଜ୍ଞାପନ କରେ। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ବାକ୍ୟର ଶୀର୍ଷକ ହେଲା ଇୟର ଅଫ ବ୍ଲେସିଂ। ଇୟର ଅଫ ବ୍ଲେସିଂ ଓଡ଼ିଆ ଭାଷାରେ ଯଦି ଆମେ ତାଙ୍କୁ ଅନୁବାଦ କରୁ, ଆଶୀର୍ବାଦର ବର୍ଷ। ଆଶୀର୍ବାଦର ବର୍ଷ ଏହି ଶିରୋନାମ ଦେଇ ଏହି ମାସକୁ ବାକ୍ୟ ପରିଚର୍ଯା କରିବା ନିମନ୍ତେ ଚିନ୍ତା କରାଯାଇଛି। ହଁ, କେଉଁ କାରଣରୁ ଏହି ବର୍ଷକୁ ଅର୍ଥାତ୍ 2025 ସାଲକୁ ଆଶୀର୍ବାଦର ବର୍ଷ ବୋଲି ଧରାଯାଇଛି, ଯଦିଓ ମୁଁ ଜାଣେ ନାହିଁ। ଯେହେତୁ ପୃଥିବୀ ପୃଷ୍ଠକୁ ଯଦି ଅନାଏ, ପୃଥିବୀ ପୃଷ୍ଠର ଅବସ୍ଥା ଉପରେ ଯଦି ମୁଁ ଚିନ୍ତା କରେ, ଦେଶ ବିରୁଦ୍ଧରେ ଦେଶ ଚାଲି, ଯୁଦ୍ଧ ଚାଲିଛି, ମହାମାରୀ ଚାଲିଛି, ଅଶାନ୍ତର ସମୟ, ଏହି ପ୍ରକାର ଅବସ୍ଥା ଚାଲିଛି। ହଁ, ବାକ୍ୟ ତ କହେ ଯୁଗାନ୍ତର ସମୟ, କ୍ଲେଶର ସମୟ, ଦୁର୍ଭିକ୍ଷର ସମୟ, ଯୁଦ୍ଧର ସମୟ, ଭୂମିକମ୍ପର ସମୟ, ଏ ସମସ୍ତ ବାକ୍ୟାନୁଯାୟୀ ଘଟଣା ଘଟୁଅଛି। ପ୍ରତିଦିନ ମାରା ପଡୁଛନ୍ତି, ପ୍ରତିଦିନ ସଂଘର୍ଷ ଚାଲିଛି। ଏହି ପ୍ରକାର ଅବସ୍ଥାରେ ବାକ୍ୟାନୁଯାୟୀ ସମସ୍ତ ଘଟଣା ଘଟି ଆସୁଅଛି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ତାଡ଼ନାର ସମୟ, ଯାତନାର ସମୟ, ବିନାଶ ହେବାର ସମୟ, ପୃଥିବୀ ଧ୍ୱଂସ ହେବାର ସମୟ ଆସିଛି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ନିକଟ ଦିନରେ ପ୍ରୋଫେଟ ନରୁଲା ସେ ତାଙ୍କର ବାକ୍ୟରେ, ଶିକ୍ଷାରେ ସେ ଏହି କଥା କହିଅଛନ୍ତି। ନିକଟ ଦିନରେ ସେ ଗୋଟିଏ ଜୁମରେ କଥା କହିଅଛନ୍ତି, 2025 ବର୍ଷ ଦର ବୃଦ୍ଧିର ବର୍ଷ ଅଟେ। 2025 ରୋଗ ଏବଂ ସଂକଟର ବର୍ଷ ଅଟେ। 2025 ମୃତାହତ ହେବାର ବର୍ଷ ଅଟେ। ପୁଣି 2025 ଅଶାନ୍ତର ବର୍ଷ ଅଟେ। ପୃଥିବୀକୁ ଯଦି ଆମେ ଅନାଉ, ଜଗତକୁ ଯଦି ଆମେ ଅନାଉ, କି ପ୍ରକାର ଭାବରେ ସମସ୍ତ ପ୍ରକାର ପରିସ୍ଥିତି ମାଡ଼ି ଆସୁଛି,
चिंतनीय विषय अटे किंतु एमंत समय रे आम्भ मानकर शिरोनामा प्रकाश करे आरे माई चिंता करियछि एवं शिरोनामा देछि ईयर ऑफ ब्लेसिंग अर्थात आशीर्वादर वर्ष आशीर्वादर वर्ष आशीर्वादर वर्ष एई शिरोनाम को भित्ति करी आज आमे वाक्य आलोचना करिबा काहेकि एई शिरोनाम दिया जाइथिबो ता आत्मिक भावरे आमने चिंता करिबा को जिबा प्रिय परमेश्वर लोक माने आमने भल भावरे जानू आम्भ मानकर प्रभु परमेश्वर आम्भ मानकर सदा प्रभु परमेश्वर से कौन कहते ना आशीर्वादर परमेश्वर अटंती से अभिशापर अभिशप्त देवार ईश्वर नुहंती किंतु से आम्भ मानकर आशीर्वादर परमेश्वर अटंती सृष्टिर आरंभरू जेतबळे आपणा अनुरूपरे मनुष्य मानकु निर्माण कले आदम को निर्माण कले तापरे परे हवा को निर्माण कले आमे जानू से ही दिन ही निर्मित कला परे परे ही हवा आदम को सृष्टि कला परे भी से मानकु से आशीर्वाद करिथिले जहाँ लेखा जाए आदि पुस्तक तार 5 पर्वर 2 पदरे जे हवा आदम को जेतबळे पुरुष और स्त्री करी सृष्टि कले सही समय रे ही सदा प्रभु परमेश्वर से मान को आशीर्वाद कले मनुष्य को आशीर्वाद कले से ही आशीर्वाद अद्यावधि मो पाए आम पाए जगत पाए से आशीर्वाद आकर परमेश्वर भावरे से नामित अटंती प्रिय परमेश्वर लोक माने हमने जानू से आशीर्वाद परमेश्वर होइथिबारु सदा प्रभु नोह एवं तांको पुत्रगण को मध्य से आशीर्वाद करि अछंती हाँ हम जदि धर्मशास्त्र आदि पुस्तक 12 पर्व को जाऊ से अब्राहम को कि प्रकार भावरे आह्वान कले एवं से अब्राहम को मध्य समस्त विषय रे आशीर्वाद कले हाँ से तो आशीर्वादकारी परमेश्वर किंतु अब्राहम को मध्य से ही भली भावरे तांकर आशीर्वाद ढालिले एवं कहिले जे तुमे जेउ मानकु आशीर्वाद करिवो से माने आशीर्वाद पाइबे तुमे जेउ मानकु अभिशाप देबो से माने अभिशाप पाइबे मनुष्य मानक निमंते सदा प्रभु परमेश्वर केई भली भाबरे वैशिष्टता रखि अछंती एवं से जे आशीर्वादकारी परमेश्वर ताहांकर लोक माने मध्य आशीर्वाद करिवार अधिकार पाई अछंती कहबा गले सदा प्रभु आपणार लोक मानकु मध्य आशीर्वाद प्रदान करिवा निमंते अधिकार साब्यस्त करि अछंती मात्र धर्मशास्त्र हमने जेतबळे पढू मनुष्य आज्ञा लंघन कल आशीर्वाद पात्र हेबा परिवर्ते मनुष्य आज्ञा लंघन कला पुणी पाप कला अधर्म कला प्रभु ठारू दूरे गला व्यवस्था लंघन कला एई प्रकार भावरे से आशीर्वाद रु से वंचित हैला प्रिय परमेश्वर लोक माने आपण आशीर्वाद को से हराइला आपणार समस्त मंगल दान अनुग्रह को से हराइला सृष्टिर प्रारंभ रु हवा एवं आदम से माने एदन रु से दूरस्थ हेले आशीर्वाद रु वंचित हेले किंतु मो प्रभु मो सदा प्रभु परमेश्वर आपण हस्त द्वारा निर्मित मनुष्य मानकु कौनसी मते पासोरिले नाही मनुष्य पासोरी जाई पारे मनुष्य आज्ञा लंघन कला मनुष्य सदा प्रभुଙ୍କର इच्छा संतोषजनक कर्म करि पारिला नाही
ଯଦ୍ୱାରା ଏକ ମହାନ ଆଶୀର୍ବାଦରୁ ବଞ୍ଚିତ ହେଲା। ହଁ, ଇସ୍ରାଏଲ ସନ୍ତାନ ଗଣ ମିଶର ଦେଶରେ ଯେତେବେଳେ ପ୍ରଭୁ ବିଭିନ୍ନ ପ୍ରକାର କ୍ଲେଶ ଭିତର ଦେଇ ଗତି କଲେ, ସମସ୍ୟା ଭିତରେ ଗତି କଲେ, କ୍ରନ୍ଦନ କଲେ, ଦୁଃଖ ପାଇଲେ, ସେଇ ବେଳେ ଦୁଃଖର ବର୍ଷ, କ୍ଲେଶର ବର୍ଷ, କ୍ରନ୍ଦନର ବର୍ଷ ସେମାନଙ୍କ ପାଇଁ ଥିଲା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, କିନ୍ତୁ ଯେତେବେଳେ ସେମାନେ ଅନୁତାପ କଲେ, ପ୍ରଭୁଙ୍କ ଆଡେ ଅନାଇଲେ, ସେଇ ସଦାପ୍ରଭୁ ପରମେଶ୍ୱର ମିଶରରେ ବାସ କରୁଥିବା ଆପଣା ଲୋକମାନଙ୍କୁ, ଇସ୍ରାଏଲ ଲୋକମାନଙ୍କୁ ସେ ସ୍ମରଣ କଲେ ଏବଂ ଆଶୀର୍ବାଦ କରିବା ନିମନ୍ତେ, ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଲେ ଏବଂ ସେମାନଙ୍କର ଦୁରାବସ୍ଥା ଦେଖିଲେ। ମୋଶାଙ୍କ ନେତୃତ୍ୱରେ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ, ଆପଣା ଲୋକମାନଙ୍କୁ କ୍ଲେଶରୁ ରକ୍ଷା କରିବା ପାଇଁ, ମୁକ୍ତ କରିବା ପାଇଁ ଓହ୍ଲାଇ ଆସିଲେ। ପ୍ରିୟ ଭାଇ ଏବଂ ଭଉଣୀ ମାନେ, ଆମେ ଭଲ ଭାବରେ ଜାଣୁ, ଇସ୍ରାଏଲ କୁ କଢାଇ ନେଲେ, କିଣାଣ ପର୍ଯ୍ୟନ୍ତ ନେଲେ, ତଥାପି ପଥ ମଧ୍ୟରେ, ପ୍ରାନ୍ତରରେ, କିଣାଣରେ ପହଞ୍ଚିଲେ ହେଁ ସେମାନେ ସଦା ପ୍ରଭୁଙ୍କୁ ସମାଲୋଚନା କରିବାକୁ ଲାଗିଲେ, ସଦା ପ୍ରଭୁଙ୍କ ବିରୁଦ୍ଧରେ ଉଠିବାକୁ ଲାଗିଲେ, ସଦା ପ୍ରଭୁଙ୍କର ଆଶୀର୍ବାଦକୁ ନା କଲେ ଏବଂ ସେମାନେ ସଦା ପ୍ରଭୁଙ୍କ ନିକଟରୁ ଦୂରେଇ ଯାଉଥିଲେ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ମୋର ଅବସ୍ଥା, ଆମ୍ଭ ମାନଙ୍କର ଅବସ୍ଥା ମଧ୍ୟ ସଦା ପ୍ରଭୁଙ୍କର ଦାନ, ସଦା ପ୍ରଭୁଙ୍କର ମଙ୍ଗଳ ଦାନ, ଆଶୀର୍ବାଦ ପାଉଥିଲେ ହେଁ ଆମେ ତହିଁରୁ ବଞ୍ଚିତ ହେବା ପାଇଁ ଆମେ ଦୂରସ୍ଥ ଜୀବନ କାଟୁଅଛୁ, ସଦା ପ୍ରଭୁଙ୍କୁ ପାଶୋରି ଯାଉଅଛୁ। ତଥାପି ଇସ୍ରାଏଲ ସନ୍ତାନ ଗଣ ଯେତେକ ଅଧର୍ମ କରୁଥିଲେ, ଆଜ୍ଞା ଲଙ୍ଘନ କରୁଥିଲେ, ତଥାପି ସେମାନଙ୍କୁ ନିଜର ମନର ମତ, ଗୋଷ୍ଠୀ ଭାବରେ, ଜାତି ଭାବରେ ଆପଣାଇଥିବାରୁ ସେମାନଙ୍କର ଅଧର୍ମ ପ୍ରମାଣ ଦଣ୍ଡ ନ ଦେଇ, କ୍ଷମା ଦେଇ ସେମାନଙ୍କୁ ଅନୁଗ୍ରହରେ କଢାଇ 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 ନେଉଥିଲେ। କାରଣ ଆମ୍ଭ ମାନଙ୍କର ପ୍ରଭୁ ପରମେଶ୍ୱର ସେ ଆଶୀର୍ବାଦ ପ୍ରଦାନକାରୀ ପରମେଶ୍ୱର ଅଟନ୍ତି। ସେ ଆପଣା ଲୋକମାନଙ୍କୁ, ଆପଣା ମନୋନୀତ ଲୋକମାନଙ୍କୁ, ଆପଣା ମନୋନୀତ ଗୋଷ୍ଠୀଙ୍କୁ ସେ ଆଶୀର୍ବାଦ କରିବା ପରମେଶ୍ୱର ଅଟନ୍ତି। ହଁ, ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆଜି ମୁଁ ଯେଉଁ ବାକ୍ୟ ଆଲୋଚନା କରିବାକୁ ଯାଉଅଛି, କେହି ଜଣେ ପାଠ କରି ଶୁଣାଇ ଦେବେ ଯିରିମିୟ ପୁସ୍ତକ ତାର 50 ପର୍ବର 19 ପଦ। ଧର୍ମଶାସ୍ତ୍ରର ଭାବବାଦୀ ଯିରିମିୟ ପୁସ୍ତକ ତାର 50 ପର୍ବର 19 ପଦକୁ ଆଜି ମୁଁ ଚିନ୍ତା କରିଅଛି। ଆଉ ତାହା ଆଶୀର୍ବାଦର ବର୍ଷ କି ପ୍ରକାର ଭାବରେ ଶିରୋନାମ ଦିଆଯାଇଛି ତାହାକୁ ଭିତ୍ତି କରି ମୁଁ କହିବାକୁ ଯାଉଛି। ଧର୍ମଶାସ୍ତ୍ରର ଯିରିମିୟ ପୁସ୍ତକ ତାର 50 ପର୍ବର 19 ପଦ ଏହି ଜଣେ ପାଠ ପୁଣି କରି ଶୁଣାଇ ଦେବେ। ପୁଣି ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାସନର ଉପରେ ଚରିବ, ଆଉ ଇଫ୍ରିୟମର ପର୍ବତ ମାନର ଉପରେ ଓ ଗିଲିଅଦରେ ତାହାର ପ୍ରାଣ ତୃପ୍ତ ହେବ। ହାଲେଲୁୟା। ପ୍ରିୟ ପରମେଶ୍ୱରଙ୍କର ହାଲେଲୁୟା। ଲୋକମାନେ, ପଠିତ ବାକ୍ୟାଂଶରେ ସଦାପ୍ରଭୁ ପରମେଶ୍ୱର ଯଦିଓ ଇସ୍ରାଏଲ ଲୋକମାନେ ଆଜ୍ଞା ଲଙ୍ଘନ କରୁଅଛନ୍ତି, ବାଲ ଦେବର ପୂଜା କରୁଅଛନ୍ତି, ସଦା ପ୍ରଭୁଙ୍କୁ ପାଶୋରି ଯାଉଅଛନ୍ତି, ତଥାପି ପ୍ରଭୁ ଏଇ କଥା କହନ୍ତି, ଆମେ ତ ଆଶୀର୍ବାଦ କରିଥିଲୁ, ଆମେ ତ ସେମାନଙ୍କ ନିମନ୍ତେ ଅନୁଗ୍ରହ କରୁଥିଲୁ, ଆମେ ସେମାନଙ୍କୁ ଆଉ ନିଜର ନେତୃତ୍ୱରେ ସହାୟତା ଦେଇ ପଥ କଢାଇ ନେଉଥିଲୁ। ଆଉ ସେହି ଲୋକମାନେ ଯଦିଓ ପାପ କଲେ, ଅଧର୍ମ କଲେ, ତଥାପି ଆମେ ପୁନର୍ବାର ସେମାନଙ୍କୁ ଆଶୀର୍ବାଦ କରିବା, ଆମେ ସେମାନଙ୍କୁ ଚରାଇବା, ଆମେ ସେମାନଙ୍କୁ ଆପଣା ଫଲଭୁକ୍ତ କରିବା, ଏହା ସଦାପ୍ରଭୁ ପରମେଶ୍ୱର ଚିନ୍ତା କଲେ। ହଁ, ଯେତେବେଳେ ଇସ୍ରାଏଲ ସନ୍ତାନ ଗଣ ବ୍ୟବସ୍ଥା ଲଙ୍ଘନ କଲେ, ଆଜ୍ଞା ଲଙ୍ଘନ କଲେ, ଈଶ୍ୱରଙ୍କର ବୋଲ ମାନିଲେ ନାହିଁ, ସେତେବେଳେ ଆମେ ଜାଣୁ ଅନେକ ସମୟରେ
सदाप्रभु परमेश्वर आपणा लोक मानकु विभिन्न राजांक हस्तरे समर्पण करुथिले जेहेतु इस्राएल संतान गण पाप करुथिले अधर्म करुथिले व्यवस्था लंघन करुथिले आज्ञा लंघन करुथिले प्रभु को मानु नथिले देवा देवीर बाल देवकर पूजक होई से माने सदा प्रभु पासुरी जाउथिले प्रिय परमेश्वर लोक माने हमने जदि से जिरिमिय पुस्तक तार 50 पर्वर 17 पद को आमे पाठ करिबा तेबे आमे जानिबा जे मो प्रभु जदियो से आशीर्वाद आकर परमेश्वर अटंती तथापि से अन्य मानक हस्तरे आपणा लोक मान को समर्पण करी देउथिले समर्पण कर देउथिले 50 17 पद इस्राएल छिन्न भिन्न मेष झियो स्वरूप इस्राएल छिन्न भिन्न मेष स्वरूप सिंह माने ताहाकु तोड़ी देई अछंती प्रथमरे असुरर राजा ताहाकु ग्रास कला आउ शेषरे बाबिलर राजा एही नबखत निश्चर ताहार हाड़ सबु भांगी पकाई अछि निश्चय प्रिय परमेश्वर लोक माने दुईटी राजांकर हाथ पड़िछंती मनोनीत जाति इस्राएल जाति एक तो असुरर राजांक हस्तरे पड़ी अछंती द्वितीयत बाबिल राजा नबखत निश्चरंकर हस्तरे पड़ी अछंती असुर राजा सनहेरी पुणी बाबिल राजा नबखत निश्चय तांको संबंध रे आलोचना करिबा समय सापेक्ष से माने ए प्रकार भाबरे उभय से मान को कुहा जायछि दुईटी सिंह सनहेरी गोटिए सिंह नबखत निश्चर आउ गोटिए सिंह दुईटी सिंह मानक हाबुडरे पड़ी जाइछंती एवं इस्राएल संतान गण छिन्न भिन्न होई जाई अछंती सदा प्रभु देखु अछंती जे तांकर बोलो मानु नहांती आज्ञा पालन करू नहांती कथा सुनु नहांती विपथ गमन हेउ अछंती एणु किछि समय पाए सन हेरिब राजांक जाकु सिंह बोली कुहा जाए नबखत निश्चय जाकु सिंह बोली कुहा जाए से मानक हाबुडरे पकाई अछंती आउ सेते बेले से माने क्रंदन करूछिति असह्य क्लेश असह्य दुख असह्य जंत्रणा भीतर दे इस्राएल संतान गण परमेश्वरंकर लोक माने सदा प्रभुकर आशीर्वाद पात्र पात्री गण आज दुरावस्था रे अछंती दुरावस्था भोग करू अछंती प्रिय परमेश्वरंकर लोक माने से सिंहर न्याय राजा सनहेरीब एवं से सिंहर न्याय राजा नबखत निश्चरकर हाबुडरे थिला बेले से मानक निमंते क्लेशर वर्ष थिला से मानक निमंते दुखर वर्ष थिला से मानक निमंते क्रंदनर वर्ष थिला से मानक बेले मुंडरे हाथ पताई कांदीबार वर्ष थिला प्रभु देखिले से मानकर दुख दुखर वर्ष केमिति बीती जाउची समस्यार वर्ष केमिति बीतुची क्लेशर वर्ष केमिति बीतुची सदा प्रभु चिंता कले जे ना मो लोक मानकु मु कौन करबी पुनर्बार पुनर्बार मु जो आशीर्वाद करिथिली पुनर्बार से मन को आशीर्वाद करबी पुनर्बार से मन को अनुग्रह करबी पुनर्बार से मन को सहित मो मेषगण मो पल्ल अटंती मु से मन को चराणी स्थान को नेबी जेतु से माने दुख रे अछंती खाइबा को मिलु नाही पीबा को मिलु नाही दुईटी सिंह रूप राजा से मन को प्रभु दुरावस्था अवस्था रे रखि अछंती ना खाद्य ना पेय एही प्रकार भाबरे से माने जीवन यापन काटू अछंती हां आमे जानू जो इस्राएल संतान गण मनोनीत जाति भाबरे सदा प्रभु गणना करी अछंती मुद्रांकित भाबरे से मान को मनोनीत करी अछंती निजर प्रजा बच्छल करी अछंती नयनर पितुला भाबरे से मान को गणित करी अछंती आज
ସେମାନଙ୍କର ଅବସ୍ଥା। ହଁ, ସଦାପ୍ରଭୁଙ୍କର ସଂକଳ୍ପ ଅଛି ସେ ଇସ୍ରାଏଲ ଜାତିକୁ, ଇସ୍ରାଏଲ ଗୋଷ୍ଠୀକୁ, ଆପଣାର ଲୋକମାନଙ୍କୁ ରାଜକୀୟ ଭାବରେ ରାଜକୀୟ ବର୍ଗ କରିବାର ଇଚ୍ଛା ଅଛି, ଯାଜକ ବର୍ଗ କରିବା ନିମନ୍ତେ ଇଚ୍ଛା ଅଛି, ନିଜର ମନର ମତ ଲୋକ ଭାବରେ ଗଣନା କରିବା ଚିନ୍ତା ଅଛି। କିନ୍ତୁ ସେହି ଲୋକମାନେ ଆଜି ଦୁଇଟି ସିଂହର ହାବୁଡରେ ପଡି ଅଛନ୍ତି, ସନହେରିବ ଏବଂ ନବୁକଦନେଚ୍ଚାର। ସେମାନେ ଯେଉଁ ପ୍ରକାର ଯନ୍ତ୍ରଣା ଦେଉଅଛନ୍ତି, ସେମାନଙ୍କର ଦୁଃଖ ଯେଉଁ ପ୍ରକାର ଦେଉଛନ୍ତି, ସେଇ ବର୍ଷ ସମୂହ, ସେଇ ଦିନ ସମୂହ ସେମାନଙ୍କ ନିମନ୍ତେ ଦୁଃଖର ବର୍ଷ ଥିଲା, କ୍ଲେଶର ବର୍ଷ ଥିଲା, ଅଭିଶାପର ବର୍ଷ ଥିଲା, କ୍ରନ୍ଦନର ବର୍ଷ ଥିଲା। କିନ୍ତୁ ସଦା ପ୍ରଭୁ ସେମାନଙ୍କୁ ସ୍ମରଣ କଲେ ଏବଂ ସେମାନଙ୍କୁ ପୁନର୍ବାର ଆଶୀର୍ବାଦ କରିବା ପାଇଁ, ପୁନର୍ବାର ଅନୁଗ୍ରହ କରିବା ପାଇଁ, ପୁନର୍ବାର ସେମାନଙ୍କୁ ଏକତ୍ରୀକରଣ କରିବା ପାଇଁ, କାରଣ ସେମାନେ ଛିନ୍ନ ଭିନ୍ନ ମେଷ ସ୍ୱରୂପ ହୋଇଯାଇ ଅଛନ୍ତି। ଏଣୁ ଇସ୍ରାଏଲ ସନ୍ତାନକୁ ପୁନର୍ବାର ଦୟା କରିବା ପାଇଁ, ଚରାଇବା ପାଇଁ, ପ୍ରତିପାଳନ କରାଇବା ପାଇଁ, ଆଶୀର୍ବାଦ କରିବା ପାଇଁ ସେ ଚିନ୍ତା କଲେ। ଏବଂ ଜିରିମିୟ ପୁସ୍ତକ ତାର 50 ପର୍ବର 19 ପଦ ବେଳକୁ ସେ କହିଲେ, ଆମେ ପୁନର୍ବାର ମୋ ଲୋକମାନଙ୍କୁ, ମୁଁ ଯେଉଁମାନଙ୍କୁ ମନୋନୀତ କରିଅଛି, ମୁଁ ଯେଉଁ ଲୋକମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି, ଇସ୍ରାଏଲ ଜାତି ଭାବରେ ଗଣନା କରିଅଛି, ନିଜର ଫଲଭୁକ୍ତ କରିଅଛି, ନିଜର ନୟନର ପିତୁଳା ଭାବରେ ମୁଁ ଗଣନା କରିଅଛି, ଆଉ ସେମାନଙ୍କୁ ଦୁଃଖ ଦେବା ଆବଶ୍ୟକ ନାହିଁ। ଦୁଃଖ ଦୁଃଖ ଦୁଃଖ, କ୍ରନ୍ଦନ 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 ଅବସ୍ଥାରେ ଅଛନ୍ତି। ଏଣୁ ସଦା ପ୍ରଭୁ ଚାହିଁଲେ ଆମେ ପୁନର୍ବାର ଅନୁଗ୍ରହ କରିବା, ଆମେ ପୁନର୍ବାର ଆଶୀର୍ବାଦ କରିବା, ଆମେ ପୁନର୍ବାର ସେମାନଙ୍କ ନିମନ୍ତେ ଦୟା ପ୍ରକାଶ କରିବା। ଏଥି ନିମନ୍ତେ ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଈଶ୍ୱର ଚାହିଁଲେ, କାରଣ ସେ ଦୟାକାରୀ ପରମେଶ୍ୱର, ଦୟାରେ ବିଗଳିତ ହେବା ପରମେଶ୍ୱର ଅଟନ୍ତି। ତାଙ୍କରି ଦୟା ମହାନ ଅଟେ, ତାଙ୍କରି ଦୟା ଅନନ୍ତ କାଳ ସ୍ଥାୟୀ ଅଟେ। ଏଣୁ ସେ ଦୟା ପ୍ରକାଶ କରିବା ପାଇଁ, ଆଶୀର୍ବାଦ କରିବା ପାଇଁ ପୁନରାୟ ପରମେଶ୍ୱର ଆପଣା ଲୋକମାନଙ୍କ ନିମନ୍ତେ ମନୋଯୋଗୀ ହେଲେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ସେଇଠି ଆମେ ଦେଖୁଛୁ ଯୋଉ 50 ପର୍ବର 19 ପଦରେ ପଢିଲେ, ଆଉ ସେଇଠି ପୁନର୍ବାର ସଦାପ୍ରଭୁ ପରମେଶ୍ୱର ଚାରୋଟି ପ୍ରକାର ଆଶୀର୍ବାଦ, ଚାରୋଟି ପ୍ରକାର ଆଶୀର୍ବାଦର ଅନୁଭୂତି ଦେବା ପାଇଁ ସେ ଅପେକ୍ଷା କଲେ, ଚାହିଁଲେ। ଏବଂ ସେ କହୁଅଛନ୍ତି, ଆମେ କର୍ମିଲର ଆଶୀର୍ବାଦ ଦେବା, ଆମେ ବାସନର ଆଶୀର୍ବାଦ କରିବା, ଆମେ ଇଫ୍ରାଇମ ପର୍ବତର ଆଶୀର୍ବାଦ ସେମାନଙ୍କୁ ଦେବା, ଆମେ ଗିଲିୟଦର ଆଶୀର୍ବାଦ ଦେଇ ସେମାନଙ୍କୁ ପୁନର୍ବାର ଚରାଇବା, ପୁନର୍ବାର ଚରାଇବା, ପୁନର୍ବାର ଚରାଇବା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ମନୁଷ୍ୟ ପାଶୋରି ଯାଇପାରେ, କିନ୍ତୁ ମୋ ପ୍ରଭୁ, ମୋ ସଦାପ୍ରଭୁ ପରମେଶ୍ୱର ଆପଣା ଲୋକମାନଙ୍କୁ ପାଶୋରନ୍ତି ନାହିଁ, ଆପଣା ଲୋକମାନଙ୍କୁ ତ୍ୟାଗ କରନ୍ତି ନାହିଁ। ସେ ଆଶୀର୍ବାଦ ଦେବା ନିମନ୍ତେ, ଅନୁଗ୍ରହ ଦେବା ନିମନ୍ତେ, ସେମାନଙ୍କ ନିମନ୍ତେ ଦୟା ପ୍ରକାଶ କରିବା ନିମନ୍ତେ ଚିନ୍ତା କରନ୍ତି, ଚିନ୍ତା କରନ୍ତି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ବାସ୍ତବ ଭାବରେ ଆଜି ତ ଚାରୋଟି ଆଶୀର୍ବାଦ ଦେବା ନିମନ୍ତେ ସେ ଯୋଉ 50 ପର୍ବର 19 ପଦରେ ପଢିଲୁ, କିନ୍ତୁ ଚାରୋଟି ଆଶୀର୍ବାଦ এই ସଂକ୍ଷିପ୍ତ ସମୟରେ କହିବା ସହଜ ନୁହଁ। ଏଣୁ ଗୋଟିଏ କଥା ମୁଁ କହିବି, କାରଣ ପ୍ରଭୁ ଚାରୋଟି ଆଶୀର୍ବାଦ ଦେବା ନିମନ୍ତେ ଜଣାଇ ଅଛନ୍ତି। ଆମେ କର୍ମିଲର ଆଶୀର୍ବାଦ ଦେବା, ସେମାନଙ୍କୁ ନେଇ ଚରାଇବା, ଆମେ ବାସନରେ ନେଇ ଚରାଇ ସେମାନଙ୍କୁ ଆଶୀର୍ବାଦ କରିବା, ଆମେ ଇଫ୍ରାମର ପର୍ବତରେ ସେମାନଙ୍କୁ ପରିତୃପ୍ତ କରିବା, ଆମେ ଗିଲିୟଦରେ ସେମାନଙ୍କୁ ପରିତୃପ୍ତ କରିବା। ଯେଉଁମାନେ ଦୁଃଖରେ ଅଛନ୍ତି, ଯେଉଁମାନେ କାନ୍ଦୁ ଅଛନ୍ତି, ଯେଉଁମାନେ ବିପଥ ଗମନ ହୋଇ ଅଛନ୍ତି, ପ୍ରଭୁ ଚିନ୍ତା କରୁଛନ୍ତି ଆପଣା ଲୋକମାନଙ୍କର। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆଜି ଯଦି ନିଜ ଜୀବନକୁ ଆମେ ସମୀକ୍ଷା କରୁ, ଆମେ ଯଦି ଦୁଃଖରେ ଅଛୁ, ଆମେ ଯଦି କ୍ଲେଶ ସମସ୍ୟାରେ ଅଛୁ, ଆମେ ଯଦି ସଙ୍କଟ ଅବସ୍ଥାରେ ଅଛୁ, ମୋ ପ୍ରଭୁ, ମୋ ପରମେଶ୍ୱର ମତେ ଏବଂ ଆପଣ ମାନଙ୍କୁ ସ୍ମରଣ କରନ୍ତି, ଦୟା ବିଚରନ୍ତି ଏବଂ ଆଶୀର୍ବାଦ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେଦିନର ଇସ୍ରାଏଲ ସନ୍ତାନ ଗଣ ନିରାଶା ଥିଲେ, ଭାଙ୍ଗି ପଡିଥିଲେ, ହତୋତ୍ସାହିତ ହେଇଥିଲେ,
किंतु प्रभु ये कथा कहती आमे पुनर्बार से मान को कर्मिल र पर्वत को नेबा आमे से मान को पुनर्बार बासन को नेबा आमे से मान को गिलियद को निकट को नेबा आमे इफ्राइम पर्वत को नहीं चराइबा परितृप्त करिबा यह वाक्य प्रकाश करे। प्रिय परमेश्वर लोक मैंने आज मो प्रभु मो परमेश्वर आमे निराशा थिले हैं भांगी पड़िथिले हैं हतोत्साहित होइथिले हैं आम्भ मानकर प्रभु आम्भ मान को अपना पलभुक्त करी आम्भ मान को चराइबा पाए गठन करिबा पाए आशीर्वाद देबा पाए परितृप्त करिबा पाए से चाहंती से केबे हेले अपना आशीर्वाद रु अपना लोक मान को वंचित करंती नाही। आज मो चारोटी आशीर्वाद मध्यरु गोटी आशीर्वाद कथा आपण मान को कहबी सदा प्रभु चाहंती मो पल मो मेषगण मो मुद्रांकित लोक माने मो ये मान को कर्मिल को नेबी एवं कर्मिल र पर्वत रे ए मान को चराइबी सदा प्रभु से मान को निमंते अपना आशीर्वाद देबा निमंते अपना अनुग्रह देबा निमंते चिंता कले। प्रिय परमेश्वर लोक माने कर्मिल र कथा मु आपण मान को संक्षेप रे कहिबी कारण कर्मिल एक पर्वतमय स्थान अटे कर्मिल एक पर्वतमय स्थान अटे आउ सेही पर्वत ऊपर को मेष मान को नेबे एवं चराइबा पाए से प्रतिज्ञा करूछंती कर्मिल रे आशीर्वाद देबा निमंते चाहूछंती कर्मिल रो पर्वत ऊपर आपणार मेष मान को चराई परितृप्त कराइबा निमंते से बांछा करी अछंती चिंता करी अछंती पर्वत ऊपर प्रिय परमेश्वर को लोक माने वास्तव भाबरे कर्मिल होची एक सौंदर्यर स्थान कर्मिल होची एक पर्वतमय स्थान कर्मिल होची चौराणी रो स्थान कर्मिल होची ना एक कर्मिल रो अर्थ होची जे द्राक्षा क्षेत्र उद्यान द्राक्षा उद्यान कर्मिल रो सरल अर्थ ओडिया रे जे उद्यान द्राक्षा क्षेत्र। प्रिय परमेश्वर लोक माने मु आपण मान को कर्मिल को नेबी एवं सेही ठारे की प्रकार आशीर्वाद पाइथिले एई प्रथम गोटिए कथा आपण मान को मु चिंता करी उपस्थापन करबी। जेतबळे आमे धर्मशास्त्र प्रथम राजावली तार 18 पर्वर 30 पद को जाओ सेही ठारे गोटिए विषय लिखा जाए सेही ठारे एलियो डाकंती जे आस आम्भे माने पढ़ी देबे झियो प्रथम राजावली तार 18 पर्वर 30 पद एथिरे एलियो समग्र लोक माननकु कहिले मो कतिकी आस तहु समग्र लोक तांको कतिकी आसिले तहिरे से सदा प्रभुको हालेलुया योग्य वेदी पुनर्बार निर्माण कले। हालेलुया प्रिय परमेश्वर लोक माने 2025 वर्षर आशीर्वाद से पूर्व कर्मिल रे घटिथिबा अनुभूति को नहीं आमे बंचिबा को जाउछु सेही आशीर्वाद पाइबा को जाउछु एथि निमंते बोधे अरे माय ए चिंता कला एहा मो निमंते आम निमंते प्रभुंकर लोक मानक निमंते आशीर्वाद रो वर्ष अटे। आमे देखुछु पर्वत ऊपर को डाकू अछंती एलियो आस 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 प्रिय परमेश्वर को लोक माने डाकी 12 वर्ष से दिन थिला एलियो आह्वान कले एहा मो निमंते आम मो निमंते आह्वान रो वर्ष हेउ आशीर्वाद रो वर्ष हेउ एलियंकर समस्त एलियंकर निकटवर्ती हेले। प्रिय परमेश्वर लोक माने मु एवं आम्भे माने एलियो प्रभुंकर निदर्शन अटंती आम्भे माने मध्य प्रभुंकर निकटवर्ती हेबार वर्ष मो पाए हेउ आम्भ मानक पाए 2025 वर्ष अनेकंकु आह्वान करिवार वर्ष हो सहभागिता पाइबार वर्ष हे मिलनर वर्ष हे पुणी निकटवर्ती हेबार वर्ष हेउ एलियंकर निकटवर्ती समस्त हेले सेही भली भाबरे मु आह्वान जणाए
2025 वर्ष आम्भ मानक निमते आशीर्वादर वर्ष हेउ एहा पाए आमे सदा प्रभुंकर निकटवर्ती हेबा, सदा प्रभुंकर पाखकु जिबा, सदा प्रभुंकर सहभागिता पाइबा, सदा प्रभुंकर पाखरे संगरे रहिबा एई वर्ष हेउ एहा आमे चिंता करिबा। प्रिय परमेश्वर लोक माने से माने एकत्रित हेले निकटवर्ती हेले एलियंकर प्रिय प्रभु प्रिय परमेश्वर लोक माने निकटवर्ती हेबा, प्रभुंकर निकटवर्ती हेबा, प्रभुंकर लोक मानकर निकटवर्ती हेबा आशीर्वादर विषय अटे। प्रिय परमेश्वर लोक माने से दिन जे प्रकार एक सुंदर सहभागिता कर्मिल पर्वत ऊपर हेइतिला, आज मु आह्वान जनाए 2025 वर्ष आम्भ मान को मिलन हेबार वर्ष, सहभागिता पाइबार वर्ष, एकाठी हेबार वर्ष, सेही आशीर्वाद मो जीवन रे आमो जीवन रे निहाती भाबरे हेउ। तेणु आमे कहि परिबा ए 2025 वर्ष आम्भ मानक निमंते आशीर्वादर वर्ष, आशीर्वादर वर्ष, आशीर्वादर वर्ष। हाँ से माने एकत्रीकरण हेले एलियो नीरव रही नाहंती। एलियो कौन करुछंती से जो वेदी उत्पाटित हुई अछि से उत्पाटित वेदी को यज्ञ वेदी को से पुनः निर्माण करू अछंती। प्रिय परमेश्वर को लोक माने आज मो जीवन जदि भांगी जाइछि, हतोत्साहित होइछि, निराश होइछि, शैतान द्वारा उत्पाटित हुई अछि, मो निमंते पुनः गठन करिबार वर्ष हे, पुनः स्थापन करिबार वर्ष हो, मो हृदय को सजाड़िबार वर्ष हे, प्रभुंकर निकटवर्ती हेबार वर्ष हे। ताहा ही आम्भ मानक निमंते आशीर्वादर वर्ष हेबो 2025 साल। कारण आमर शिरोनाम कहे जे ईयर ऑफ ब्लेसिंग अर्थात आशीर्वादर वर्ष 2025 वर्ष आमे जदि अपना अपना को पुनर्गठन करिबा, पुनः स्थापन करिबा, यज्ञ वेदी हृदय प्रभु आमे निर्मित करि परिबा प्रभु को पाए, ताहा ही आम्भ मानक निमंते आशीर्वादर वर्ष, आशीर्वादर वर्ष, आशीर्वादर वर्ष होई पारिबो। प्रिय परमेश्वर लोक माने से दिन एलियो देखिले बेदी भांगी जाइछि, एणु कौन करिवे से पत्थर साउंटिले 12 गोटी पत्थर जाकुबंकर पुत्र गणकर न्याय से 12 गोटी पत्थर साउंटिले आउ से पत्थर रे से यज्ञ वेदी को निर्माण कले। हाँ जेतबळे एलियो पत्थर आणुथिबे आउ सेठार लोक माने मध्य युवा पीढ़ी मध्य किमा अनेक लोक माने मध्य तांकु सहाय्य करथिबे, पत्थर गोटाई आनिथिबे, तांकु पुनः निर्माण करिवार सहयोग करथिबे, सहाय्य करथिबे। 2025 वर्ष मो निमंते आम निमंते सहयोगर वर्ष हेउ, सहाय्य करिवार वर्ष हो। जे माने किछि निर्माण करू अछंती, किछि कार्य करू अछंती, उदाहरण स्वरूप मु कहिबी पोस्ट महोदय जेतबळे कर बाबू किछि योजना हाथ को नेउछंती, प्रिय परमेश्वर लोक माने अतीत रे जेतबळे एलियो पुनर्निर्माण कला बेले, सजाड़िबा बेले, कार्य कला बेले सहयोग मान दिया जाइतिला। मु एवं आम्भे माने सहयोगर हस्त बढ़ाइबार वर्ष 2025 वर्ष ताही मो निमंते आशीर्वादर वर्ष, आशीर्वादर वर्ष, आशीर्वादर वर्ष हेबो। प्रिय परमेश्वर लोक माने आमे जदि 32 पदरे आमे देखुचो सदा प्रभुंको नाम रे से यज्ञ वेदी निर्माण कले। आमे तो अनेक प्रकार योजना हाथ को ने अनेक प्रकार सहाय्य करू, सहयोग करू, चिंता करू, कार्य करू, किंतु ताहा मो निमंते आमो निमंते ना सदा प्रभुंको नाम रे नामित होई कार्य करू अछु, ताहा ही चिंतनीय विषय। जदि मु एवं आम्भे माने सदा प्रभुंको नाम रे, सदा प्रभुंको उद्देश्य रे किछि कार्य करू अछु, ताहा ही 2025 मो निमंते आम निमंते आशीर्वादर वर्ष हेबो, आशीर्वादर वर्ष हेबो, आशीर्वादर वर्ष हेबो। प्रिय परमेश्वर लोक माने सेई दिन परिश्रम एलियो परिश्रम कले,
12 ଗୋଟି ପଥର ସାଉଁଟି ଆଣାଇଲେ ପୁଣି ଯଜ୍ଞ ବେଦୀ ନିର୍ମାଣ କଲେ, ଯାହାକି ପ୍ରଭୁଙ୍କ ନାମରେ, ପ୍ରଭୁଙ୍କ ଇଚ୍ଛାରେ, ପ୍ରଭୁଙ୍କ ସନ୍ତୋଷ ଅନୁଯାୟୀ ସେ କାର୍ଯ୍ୟ କଲେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଏଇ ବର୍ଷ 2025 ବର୍ଷ ଆମେ ଅନ୍ୟର ସହଯୋଗ କେବଳ କରିବା ନାହିଁ, ଆମେ ପରିଶ୍ରମ କରିବା ଏବଂ ଯୀଶୁ ଖ୍ରୀଷ୍ଟ ଯେ ସେଇ ପ୍ରସ୍ତରର ନିଦର୍ଶନ, ସେଇ ଯୀଶୁ ଖ୍ରୀଷ୍ଟ ପ୍ରସ୍ତରରେ ଆମେ ଆପଣାର ହୃଦୟ ରୂପ ଯଜ୍ଞ ବେଦୀକୁ ଆମେ ପ୍ରସ୍ତୁତ କରୁ, ନିର୍ମାଣ କରୁ। ତାହେଲେ 2025 ବର୍ଷ ମୋ ନିମନ୍ତେ, ଆମ ନିମନ୍ତେ, କାରଣ ଆମ ମାନଙ୍କର ହୃଦୟ ଯେତେବେଳେ ନିର୍ମାଣ ହେଉଅଛି, ତାହା ଈଶ୍ୱର ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ରୂପ ପ୍ରସ୍ତରରେ ନିର୍ମିତ ହେଉଅଛି। ପ୍ରିୟ ପରମେଶ୍ୱର, ତାହା ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ଯଦି ଶୈଳ ଭାବରେ, ଯୀଶୁ ଖ୍ରୀଷ୍ଟଙ୍କୁ ଯଦି ପ୍ରସ୍ତର ଭାବରେ ତହିଁରେ ଯଦି ଆମେ ନିର୍ମିତ ହେଉ, ତାହା ହିଁ ମୋ ନିମନ୍ତେ, ଆମ ନିମନ୍ତେ 2025 ବର୍ଷର ଆଶୀର୍ବାଦର ବର୍ଷ, 2025 ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଏଲିୟ କଣ କଲେ ନା ଖାଇ ଖୋଳିଲେ ଏବଂ ସେ ଖାଇ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ, ଜଳ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଜଳ ଢଳାଇଲେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆପଣଙ୍କର ଜୀବନ ଯଦି ଶୂନ୍ୟତା ଅଛି, ତେବେ ପବିତ୍ର ଆତ୍ମା ରୂପ ଜଳର ପୂର୍ଣ୍ଣତା ଦେଇ ଆପଣଙ୍କର ଖାଇକୁ, ଆପଣଙ୍କର ହୃଦୟକୁ, ଆପଣଙ୍କର ଶୂନ୍ୟ ସ୍ଥାନକୁ ପୂର୍ଣ୍ଣ କରନ୍ତୁ। ତାହା ହିଁ ଯଦି ଆତ୍ମିକ ଜୀବନ, ପବିତ୍ର ଆତ୍ମା ରୂପ ଜଳ ଯଦି ଆମମାନଙ୍କର ସେଇ ଖାଇରେ, ସେ ଶୂନ୍ୟତାରେ ଯଦି ପୂର୍ଣ୍ଣ ହେବ, ତାହା ହିଁ ମୋ ନିମନ୍ତେ, ଆମ ନିମନ୍ତେ ଅର୍ଥାତ୍ 2025 ବର୍ଷ ଆଶୀର୍ବାଦର ବର୍ଷ ନିଶ୍ଚିତ ଭାବରେ ହେବ। କେବଳ ସେତକ ନୁହଁ, ସେଦିନ ଏଲିୟ କଣ କଲେ, ଯଦିଓ ସେ ଯଜ୍ଞ ବେଦୀ ନିର୍ମାଣ କଲେ, ସେ ସଦା ପ୍ରଭୁ ପରମେଶ୍ୱରଙ୍କ ନାମରେ ସେ ପ୍ରାର୍ଥନା କରୁଅଛନ୍ତି, ପ୍ରାର୍ଥନା କରୁଛନ୍ତି, ନମ୍ର ଭାବରେ ସମର୍ପିତ ହୋଇ ପ୍ରାର୍ଥନା କରୁଅଛନ୍ତି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ଯଦି ସେଇଦିନ କର୍ମିଲ ଉପରେ ଏଲିୟ ପ୍ରାର୍ଥନା କରୁଥିବା ଯଦି ଆମମାନଙ୍କର ବିବେକ ଅନୁସାରେ ଆମେ ଯଦି ଦୃଷ୍ଟିପାତ କରିବା, ତେବେ ତାହା ହିଁ ସେଇ ପ୍ରକାର ପ୍ରାର୍ଥନା, ସମର୍ପିତର ପ୍ରାର୍ଥନା, ଅନ୍ତଃକରଣ ଦେଇ ପ୍ରାର୍ଥନା, ଈଶ୍ୱର ଗ୍ରହଣୀୟ ପ୍ରାର୍ଥନା ଯଦି ମୁଁ ଏବଂ ଆମ୍ଭେମାନେ କରିବା, ଏ 2025 ବର୍ଷ ଆମ ନିମନ୍ତେ, ସମସ୍ତଙ୍କ ନିମନ୍ତେ ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ସେଇଦିନ ପ୍ରାର୍ଥନା କରୁ କରୁ ଏଲିୟ ଗୋଟିଏ କଥା କହିଲେ ଯେ, ମୁଁ ତୁମ୍ଭର ସେବକ ଅଟେ। ନିଜର ପରିଚୟ ଦେଲେ। ହଁ, ସଦାପ୍ରଭୁ ଜାଣି ଅଛନ୍ତି ସେ ଆମ୍ଭର ଲୋକ, ଆମ୍ଭର ସେବକ ଅଟନ୍ତି। ତଥାପି ନିଜ ମୁଖ ଦ୍ୱାରା ଏଲିୟ ପ୍ରକାଶ କରୁଅଛନ୍ତି, ହେ ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭର ସେବକ ଅଟେ। ମୁଁ ଅନ୍ୟ କାହାର ନୁହେଁ, ମୁଁ କୌଣସି ଅନୁଷ୍ଠାନର ନୁହଁ, ମୁଁ କୌଣସି କୃତ ଦାସ ନୁହଁ, ମୁଁ ତୁମ୍ଭର ସେବକ, ମୁଁ ତୁମ୍ଭର ସେବକ, ମୁଁ ତୁମ୍ଭର ସେବକ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ମୁଁ ଏବଂ ଆମ୍ଭେମାନେ ଯଦି ଏହି ପରିଚୟ ଦେବା, ପ୍ରଭୁ ମୁଁ ଜଗତର ନୁହଁ, କିନ୍ତୁ ମୁଁ ତୁମ୍ଭର ଅଟେ, ମୁଁ ତୁମ ରକ୍ତରେ କ୍ରୀତ, ତୁମ ଦାସ ଅଟେ, ତୁମ ଦାସୀ ଅଟେ, ତୁମରି ଲୋକ ଅଟେ, ଏହି ପରିଚୟ ଯଦି ଆମେ ସ୍ୱୀକାର କରିବା ପ୍ରଭୁଙ୍କ ନିକଟରେ, ପ୍ରଭୁ ମୋର ଭାଇ ଭଉଣୀ ଅଛନ୍ତି, ମୋର ଲୋକ ବନ୍ଧୁ ଅଛନ୍ତି, ମୋର ଖ୍ୟାତ ବ୍ୟକ୍ତିଗଣ ଅଛନ୍ତି, ସେମାନେ ମୋର ନୁହନ୍ତି, କିନ୍ତୁ ମୁଁ ତୁମ୍ଭର ଅଟେ, ମୁଁ ତୁମ୍ଭର ଅଟେ, ମୁଁ ତୁମ୍ଭର ଅଟେ। ତେବେ ସଦା ପ୍ରଭୁ ସେହି ପ୍ରାର୍ଥନାକୁ ଗ୍ରହଣ କରିବେ। ସେଇଭଳି ପ୍ରାର୍ଥନା ଯଦି ମୁଁ ଏଇ ବର୍ଷ ଯଦି ସଦା ସର୍ବଦା କରି ପ୍ରଭୁଙ୍କର ନିକଟବର୍ତ୍ତୀ ହୁଏ, ତାହା ହିଁ ମୋ ନିମନ୍ତେ ଆଶୀର୍ବାଦର ବର୍ଷ, ଆଶୀର୍ବାଦର ବର୍ଷ, ଆଶୀର୍ବାଦର ବର୍ଷ ହେବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ଦେଖୁଛୁ ଯେ ପ୍ରାର୍ଥନା ଏ ପ୍ରକାର ଭାବରେ ଶକ୍ତିଯୁକ୍ତ ପ୍ରାର୍ଥନା ସେ କଲେ ଯେ ସଦା ପ୍ରଭୁ ପରମେଶ୍ୱର ଗ୍ରହଣ କଲେ ଏବଂ ଅଗ୍ନି ପଠାଇ ସମସ୍ତ ଚାଟି ପକାଇଲେ, ଚାଟି ପକାଇଲେ, ଚାଟି ପକାଇଲେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆପଣଙ୍କର ପ୍ରାର୍ଥନା ଶ୍ରବଣୀୟ ହେବାକୁ ହେବ, ଗ୍ରହଣୀୟ ହେବାକୁ ହେବ,
ଶକ୍ତିଯୁକ୍ତ ପ୍ରାର୍ଥନା ହେବାକୁ ହେବ, ଫଳଦାୟକ କାର୍ଯ୍ୟ ସାଧକ ପ୍ରାର୍ଥନା ହେବାକୁ ହେବ। ଯଦି ଆମ୍ଭମାନଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କ ଦ୍ୱାରା ଗୃହୀତ ହୁଏ, ପୁଣି ଅଗ୍ନି ରୂପ ପବିତ୍ର ଆତ୍ମା ଓହ୍ଲାଇ ଆସି କାର୍ଯ୍ୟ ସାଧନ କରେ, ତାହା ହିଁ ମୋ ନିମନ୍ତେ ଆମ ନିମନ୍ତେ ଆଶୀର୍ବାଦ ଆଶୀର୍ବାଦ ଆଶୀର୍ବାଦର ବର୍ଷ ହେବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ଯଦି ଦେଖିବା 39 ପଦ ଝିଅ ପଢିଦେଲେ, 39 39 ପଦ 18ର 39। ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ହାଲେଲୁୟା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଏଲିୟଙ୍କର କୃତକର୍ମାଦି ଲୋକମାନେ ଦେଖୁଅଛନ୍ତି। ଆଉ ଯେତେବେଳେ ଅଗ୍ନି ଆସିଲା, ଚାଟି ପକାଇଲା, ସେତେବେଳେ ଲୋକମାନେ ମୁହଁ ମାଡ଼ି ପଡ଼ିଲେ, ମୁହଁ ମାଡ଼ି ଆଶ୍ଚର୍ଯ୍ୟ କର୍ମ ଦେଖିଲେ ଏବଂ ସେମାନେ ସ୍ୱୀକାର କରୁଅଛନ୍ତି ସଦା ପ୍ରଭୁ ପରମେଶ୍ୱର ଅଟନ୍ତି, ସେ ହିଁ ପରମେଶ୍ୱର ଅଟନ୍ତି, ସେ ହିଁ ପରମେଶ୍ୱର। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆପଣଙ୍କର ଆଚରଣ ଲୋକମାନେ ଦେଖିବାକୁ ହବ, ଆପଣଙ୍କର କାର୍ଯ୍ୟ ଲୋକମାନେ ଦେଖିବାକୁ ହବ, ମୋର କାର୍ଯ୍ୟ ଲୋକମାନେ ଦେଖିବାକୁ ହବ, ପୁଣି ସ୍ୱୀକାର କରିବାକୁ ହବ ଯେ ସେ ହିଁ ପ୍ରକୃତ ପରମେଶ୍ୱର। ଆପଣଙ୍କର କାର୍ଯ୍ୟ ଦେଇ, ଆପଣଙ୍କ ଆଚରଣ ଦେଇ, ଆପଣଙ୍କର ବ୍ୟବହାର ଦେଇ ପ୍ରଭୁ ପ୍ରକାଶିତ ହେବାକୁ ହବ। ସେଦିନ ଲୋକମାନେ ପ୍ରକାଶ କରି କହୁଅଛନ୍ତି, ମୁହଁ ମାଡ଼ି ପଡ଼ିଲେ, ଆଶ୍ଚର୍ଯ୍ୟ କର୍ମ ଦେଖିଲେ ଏବଂ ସେମାନେ ସ୍ୱୀକାର କରୁଅଛନ୍ତି ସଦା ପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ଏଲିୟଙ୍କର ପରମେଶ୍ୱର ସେ ହିଁ ସତ୍ୟ ପରମେଶ୍ୱର, ଜୀବନ୍ତ ପରମେଶ୍ୱର ଅଟନ୍ତି। ଏହା ସେମାନେ ସ୍ୱୀକାର କଲେ। ପ୍ରିୟ ଭାଇ ଏବଂ ଭଉଣୀ ମାନେ, ପ୍ରଭୁଙ୍କର ଲୋକମାନେ, ଆଜି ମୁଁ ଏବଂ ଆମ୍ଭେମାନେ ଯଦି ସେଇଭଳି ଭାବରେ ଆମେ ପ୍ରାର୍ଥନା କରୁ, ଶକ୍ତିଯୁକ୍ତ ପ୍ରାର୍ଥନା କରୁ, ପୁଣି ଅନ୍ୟମାନେ ଯଦି ପରମେଶ୍ୱରଙ୍କୁ ଜାଣିପାରନ୍ତି, ସଦାପ୍ରଭୁଙ୍କୁ ଆଉ ସେମାନେ ସ୍ୱୀକାରୋକ୍ତି କରନ୍ତି, ତେବେ ତାହା ହିଁ ମୋ ନିମନ୍ତେ, ଆମ ନିମନ୍ତେ ଆଶୀର୍ବାଦର ବର୍ଷ। ହଁ, ଆମେ ଅନେକ ବର୍ଷ କାର୍ଯ୍ୟ କରିଅଛୁ, ଆପଣ ଜୀବନରେ ଧର୍ମୀୟ କର୍ମ ଆଦି କରୁଅଛୁ, ଆମେ ଅନେକ ବିଷୟରେ ଆମେ ସଂଘର୍ଷ କରୁଅଛୁ, କିନ୍ତୁ ଆପଣଙ୍କର ବ୍ୟବହାର, ଆପଣଙ୍କର ଆଚରଣ, ଆପଣଙ୍କର ଗତିବିଧି ଅନ୍ୟମାନେ ଦେଖିବାକୁ ହବ ଏବଂ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହବ। କେବଳ ତାହା ନୁହଁ, ସେମାନେ ପ୍ରଭୁଙ୍କୁ ସ୍ୱୀକାର କରିବାକୁ ହବ, ସେ ହିଁ ସତ୍ୟ ପରମେଶ୍ୱର, ସଦା ପ୍ରଭୁ ହିଁ ସତ୍ୟ ଜୀବନ୍ତ ପରମେଶ୍ୱର ଅଟନ୍ତି। ତାହା ସେମାନେ ଚିନ୍ତା, ଯଦି ଜଣେ ପାପୀ ଫେରେ, ମନ ପରିବର୍ତ୍ତନ କରେ, ପ୍ରଭୁଙ୍କୁ ଗ୍ରହଣ କରେ, ତାହା ହିଁ 2025 ବର୍ଷ ଆପଣଙ୍କ ନିମନ୍ତେ, ମୋ ନିମନ୍ତେ ଆଶୀର୍ବାଦର ବର୍ଷ ହେବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ସୁସମାଚାର ବିତରଣ କରୁଛୁ, ପ୍ରଭୁଙ୍କ କାର୍ଯ୍ୟ କରୁଛୁ, ଆମେ ବାକ୍ୟ ଦେଉଅଛୁ, କିନ୍ତୁ ଲୋକ ଯଦି ସ୍ୱୀକାର କରିବେ ସତ୍ୟ ପରମେଶ୍ୱରଙ୍କୁ, ଜଣେ ପାପୀ ଫେରାଇଲେ ସ୍ୱର୍ଗରେ ଆନନ୍ଦ ଅଟେ। ଏଣୁ ମୁଁ ଏବଂ ଆମ୍ଭେମାନେ ଯଦି ଏ 2025 ବର୍ଷରେ ଜଣେ ବ୍ୟକ୍ତିଙ୍କୁ ଯଦି ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇବା, ତାହା ହେଲେ 2025 ବର୍ଷ ମୋ ନିମନ୍ତେ, ଆମ ନିମନ୍ତେ ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆଉ ଗୋଟିଏ 2 ମିନିଟ କଥା କହିବି। ଆମେ ସେ ଯେତେବେଳେ ଡାକିଲେ, ଏଲିୟ ଆସ ଆସ ଆସ, ସେମାନେ କେମିତି ଯାଇଥିବେ? ଯେହେତୁ କର୍ମିଲ ହେଉଛି ପର୍ବତ ଉପରେ, ତେଣୁ ଲୋକମାନେ ଚଢି 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 ଆରୋହଣ କରିଥିବେ ସେହି ପର୍ବତର ଶିଖକୁ, ଏବଂ ଯେଉଁ ଶିଖରେ ଆଶ୍ଚର୍ଯ୍ୟ କର୍ମାଦି ଦେଖିଥିବେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ପର୍ବତ ଆରୋହଣ କରିବା ଯଦିଓ କଷ୍ଟଦାୟକ, ଯନ୍ତ୍ରଣାଦାୟକ, ଆଣ୍ଠୁ ଗୋଡ ବ୍ୟଥା ହେବ, ତଥାପି ଯନ୍ତ୍ରଣା, କ୍ଲେଶ, ସମସ୍ୟା, ଦୁଃଖ ଘଟିଲେ ଆମକୁ ଉପରକୁ ଉପରକୁ ଆତ୍ମିକ ଭାବରେ ଉଠିବାକୁ ହେବ, ଉଠିବାକୁ ହେବ, ଉଠିବାକୁ ହେବ। ଆମେ ନିଚସ୍ତ ନୁହଁ, ଊର୍ଦ୍ଧ୍ୱସ୍ତ ପରମେଶ୍ୱରଙ୍କର ସେବା କରୁଛୁ। ଏଣୁ ପ୍ରିୟ ପରମେଶ୍ୱର, ଆମେ ଯଦି କ୍ରମୋନ୍ନତି ଭାବରେ
ଉପରକୁ ଉପରକୁ ଆତ୍ମିକ ଭାବରେ ଉଠୁ, ତାହା ହିଁ ମୋ ନିମନ୍ତେ ଆମ ନିମନ୍ତେ ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆପଣ ମାନେ ଜାଣନ୍ତି ସେଇଠାରେ 400 ଏବଂ 450 ଜଣ ବାଲ ଦେବ ପୂଜକ ଗଣ ଥିଲେ, ଯେଉଁମାନଙ୍କୁ କି ବିନାଶ କରାଯାଇଥିଲା। ଯଦି ପାପ ଆମ ସମ୍ମୁଖରେ ଅଛି, ସେଇ ପାପକୁ ଯଦି ଆମେ ଧ୍ୱଂସ କରିପାରୁ, ବିଧ୍ୱଂସ କରିପାରୁ, ନାଶ କରିପାରୁ, ତାହା ହିଁ ମୋ ନିମନ୍ତେ ଆମ ନିମନ୍ତେ ଆଶୀର୍ବାଦର ବର୍ଷ ହେବ। ପୁଣି ଆମେ କହିପାରିବା ଯେ ଆରେ ମାଏ ଯେଉଁ ଶିରୋନାମା ଦେଇଅଛି ଆଶୀର୍ବାଦର ବର୍ଷ ବୋଲି, ମୁଁ ଯଦି ସେହି କର୍ମ କରିପାରୁଛି, ତାହା ମୋ ନିମନ୍ତେ ସମସ୍ତଙ୍କ ନିମନ୍ତେ ଆଶୀର୍ବାଦର ବର୍ଷ ହେବ। ସେଇଦିନ 850 ଜଣ ପୂଜକ ମାନଙ୍କୁ ନଷ୍ଟ ବିନାଶ କରି ଦିଆଗଲା, ହତ୍ୟା କରି ଦିଆଗଲା। କିନ୍ତୁ ଜଣେ ବ୍ୟକ୍ତି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଠିଆ ହେଲେ ଏବଂ ଜୟୀ ହେଲେ। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଯଦି ଆମମାନଙ୍କର ଜୀବନରେ ଜୟର ଜୀବନ ଆସି ପ୍ରଭୁଙ୍କ ସକାଶେ, ପ୍ରଭୁଙ୍କ ମହିମା ସକାଶେ, ପ୍ରଭୁଙ୍କର ଗୌରବ ନିମନ୍ତେ ଯଦି ଆମେ ଶତ୍ରୁକୁ ପରାଜୟ କରି, ପାପକୁ ପରାଜୟ କରି, ଶୟତାନକୁ ପରାଜୟ କରି ଯଦି ଆମେ ଜୟୀ ହେଉ, ତାହା ଈଶ୍ୱରଙ୍କର ଗୌରବ, ଈଶ୍ୱରଙ୍କର ମହିମା ଅଟେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଯଦି ଆମମାନଙ୍କର ଜୀବନରେ, ଆତ୍ମିକ ଜୀବନରେ ଆମେ ଜୟର ଜୀବନ କାଟୁ, ତାହା ହିଁ 2025 ବର୍ଷ ଆମ୍ଭମାନଙ୍କ ନିମନ୍ତେ, ମୋ ନିମନ୍ତେ ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ। ବୋଧେ ଏଇଥିପାଇଁ ଆରେ ମାଏ ଏଇ ଶିରୋନାମା ରଖିଲା। ଯଦିଓ 2025 ବର୍ଷ ଚାରିଆଡେ ବିଭିନ୍ନ ଘଟଣାବଳୀ, ସଙ୍କଟ, ସମସ୍ୟା ଦେଇ ଗତି କରୁଛି, ଧ୍ୱଂସ ଅଭିମୁଖେ ଯାତ୍ରା କରୁଛି, ଯୁଦ୍ଧ ଚାଲିଛି, ଦେଶ ବିରୁଦ୍ଧରେ ଦେଶ ଚାଲିଛି, ମହାମାରୀ, ଦୁର୍ଭିକ୍ଷ, ଭୂମିକମ୍ପ ସମସ୍ତ ଚାଲିଛି, କିନ୍ତୁ ଆତ୍ମିକ ଜୀବନରେ ଯଦି ଏଲିୟର ନ୍ୟାୟ ଆମମାନଙ୍କର କର୍ମରେ, ଆଚରଣରେ, ବ୍ୟବହାରରେ ଆମେ ଯଦି ଏହା ଦେଖାଇ ପାରିବା, ତେବେ ନିଶ୍ଚିତ ଭାବରେ ଆଶୀର୍ବାଦର ବର୍ଷ, ଆଶୀର୍ବାଦର ବର୍ଷ, ଆଶୀର୍ବାଦର ବର୍ଷ ମୋ ନିମନ୍ତେ, ମୋ ପରିବାର ନିମନ୍ତେ, ମୋ ମଣ୍ଡଳୀ ନିମନ୍ତେ, ମୋ ଲୋକମାନଙ୍କ ନିମନ୍ତେ ତାହା ଘଟିବ ଏବଂ ଆମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବା। ଏଣୁ ମୁଁ ଆହ୍ୱାନ ଦିଏ, ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆସୁ 2025 ବର୍ଷ ଆମମାନଙ୍କର କର୍ମମୟ ଜୀବନରେ ସେଇ ଦିନର କର୍ମିଲ ପର୍ବତ ଉପରେ ଘଟିଥିବା ଘଟଣାବଳୀକୁ ଆମେ ବିଶ୍ଳେଷଣ କରି, ଆମେ ଦୃଷ୍ଟିପାତ କରି ଯଦି ନିଜ ଜୀବନରେ କର୍ମାଦି କରୁ, ତେବେ ନିଶ୍ଚିତ ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ, ଆଶୀର୍ବାଦର ବର୍ଷ ହେବ। ପ୍ରଭୁ ଏହି ସଂକ୍ଷିପ୍ତ ବାକ୍ୟରେ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ, ଆଶୀର୍ବାଦ କରନ୍ତୁ, କାରଣ ସେ ଆଶୀର୍ବାଦକାରୀ ପରମେଶ୍ୱର ଅଟନ୍ତି। ସେ ଆଶୀର୍ବାଦ କରିବେ, ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିବେ। ତେଣୁ ଏହି ବର୍ଷ ଆଶୀର୍ବାଦର ବର୍ଷ ହେଉ। ପ୍ରଭୁ ଏହି ସମସ୍ତ ବାକ୍ୟାଂଶରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ରହିଲି। ଧନ୍ୟବାଦ ସାର୍, ଆପଣ ଆମମାନଙ୍କୁ 2025 ବର୍ଷ ଗୋଟିଏ ଆଶୀର୍ବାଦର ବର୍ଷ ହେବା ପାଇଁ ଏକ